ତାଙ୍କ ପଛରେ ସବୁ କରିବା ପଛରେ ତାଙ୍କୁ ମୁଁ ତ କେବେ ଦୋଷ ଦେବିନି। ଦୋଷ କାହାକୁ ଦିଆଯିବ ଯଦି ବା କିଏ ଯାହାକୁ କିଛି ଅସୁବିଧା ହେଉଥିବ ଏ ବିଷୟରେ କାହାକୁ ସେ ଦୋଷ ଦେବେ? ନବୀନ ପଟ୍ଟନାୟକକୁ ଦେବେ। କାହିଁକିନା ଭୋଟ ତ ଆମେ ଆପଣଙ୍କୁ ଦେଇଛୁ ନା, ମୁଖ୍ୟମନ୍ତ୍ରୀ ତ ଆମେ ଆପଣଙ୍କୁ କରିଛୁ ନା, ତାଙ୍କୁ ତ କରିନୁ। ଆପଣ କାହିଁକି ତାଙ୍କୁ ଦାୟିତ୍ୱ ଦେଇ ଘରେ ବସିଛନ୍ତି? ଖାଲି ସେତିକି ନୁହେଁ, ନିର୍ବାଚନରେ ମଧ୍ୟ ତାହା ପ୍ରତିଫଳିତ ହେଲା। ଆପଣମାନେ ସମସ୍ତେ ଦେଖିଥିବେ। ଓଡ଼ିଆ ଅସ୍ମିତାର କଥା ସେଉଠୁ ଜନ୍ମ ହେଲା। ଆମେ ଯାହାକୁ ମୁଖ୍ୟମନ୍ତ୍ରୀ କରିଥିଲୁ ସେ ଓଡ଼ିଆରେ ପଦେ 24 ବର୍ଷରେ ନ କହିଲେ ମଧ୍ୟ ଓଡ଼ିଆ ରୁଟ୍ସଟା ତ ଅଛି, ମୂଳଟା ତ ଓଡ଼ିଆ। ସେଇଥିପାଇଁ ଆମେ ତାଙ୍କୁ ସବୁ ସହି ଯାଉଥିଲୁ। କିନ୍ତୁ ଜଣେ ଓଡ଼ିଆ ଲୋକ ନୁହନ୍ତି, ସେ ବାହାରୁ ଆସିକରି ଆମ ଉପରେ ଏତେ ହାକିମାତି ଦେଖାଉଛନ୍ତି, ତାକୁ କାହିଁ ଆମେ ସହିବୁ? ସିଏ କିଏ? ସିଏ ତ ଜନସାଧାରଣଙ୍କ ସମର୍ଥନରେ କୌଣସି ପଦପଦବୀରେ ଏପର୍ଯ୍ୟନ୍ତ ଆସିନାହାନ୍ତି। ତେଣୁ ମୁଁ ଯାହା କହିଲି ସେଇତିକି ବେଳୁ ଓଡ଼ିଆ ଅସ୍ମିତାର କଥା ଉଠିଲା ସାଧାରଣରେ, ଏବଂ ନିର୍ବାଚନରେ ତା ଗୋଟେ ବଡ଼ ପ୍ରସଙ୍ଗ ବି ହେଲା। ଏବଂ ସେଇ ଓଡ଼ିଆ ଅସ୍ମିତାର ଆଧାରରେ ବିଜେଡି ହାରିଲା, କ୍ଷମତାଚ୍ୟୁତ ହେଲା। ବିଜେପି ଯିଏକି ଗୋଟେ ନ୍ୟାସନାଲିଷ୍ଟ ପାର୍ଟି ଏବଂ ଓଡ଼ିଆ ଅସ୍ମିତାର କହିବାକୁ ଗଲେ ସେମାନେ ତାକୁ ପ୍ରଚଣ୍ଡ ଭାବରେ ସାଧାରଣରେ ସେ ବିଷୟରେ ଆଲୋଚନା ଆରମ୍ଭ କଲେ ଏବଂ କହିଲେ କେମିତି ଓଡ଼ିଆମାନେ ଓଡ଼ିଶାରେ ହତାଦର ହେଉଛନ୍ତି। ସବୁ କଥା ଯେତେବେଳେ ଉଠେଇଲେ ଲୋକମାନେ ତାଙ୍କୁ ବିଶ୍ୱାସକୁ ନେଲେ ଏବଂ କ୍ଷମତାକୁ ଆଣିଲେ। କିନ୍ତୁ ଏତେ ଦିନ ପରେ ପୁଣି ନବୀନ ପଟ୍ଟନାୟକ କାହିଁକି ଭିକେ ପାଣ୍ଡିଆନକୁ ପୁଣି ସେ ଦରବାର ତାଙ୍କର ନବୀନ ନିବାସରେ କରିବା ପାଇଁ ସୁଯୋଗ ଦେଇଛନ୍ତି? ପ୍ରଶ୍ନ ହେଉଛି ସେଠି। ସିଏ ଦରବାର କଲେ ତାଙ୍କ ଦଳରେ କିଏ କ'ଣ କଲେ? କାରଣ ସେ ତ ବିଜେଡ଼ିରେ ବି ଜଏନ୍ କରିଛନ୍ତି ନା, ଚାକିରିରୁ ସ୍ୱଇଚ୍ଛାରେ ରିଟାୟାର କଲା ପରେ ସିଏ ତ ବିଜେଡ଼ି ଦଳରେ ଜଏନ୍ କରିଛନ୍ତି। କିନ୍ତୁ ଯେହେତୁ ତାଙ୍କର ଭାବମୂର୍ତ୍ତି ନକାରାତ୍ମକ ଭାବମୂର୍ତ୍ତି ନିର୍ବାଚନ ପରେ ହେଇଛି, ନିର୍ବାଚନ ଆଗରୁ ବି ହେଇଥିଲା, ନିର୍ବାଚନରେ ତା ପ୍ରତିଫଳିତ ହୋଇଛି, ସେ ସେଇଥିପାଇଁ ଭୟରେ ତୁରନ୍ତ ଘୋଷଣା କରି ପକେଇଲେ ମୁଁ ସନ୍ନ୍ୟାସ ନେଲି ଏବଂ ତାଙ୍କୁ ଆଉ ତା ପରଠୁ କେହି କୋଉଠି ଦେଖୁନାହାନ୍ତି ସାଧାରଣରେ। କିନ୍ତୁ କଥା ହେଉଛି ଯଦି ପୁଣି ତାଙ୍କୁ ସାମ୍ନାକୁ ଆଣୁଛନ୍ତି, ଏଥିପାଇଁ ତ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରାଯାଇପାରେ କ'ଣ ପାଇଁ? କ'ଣ ଦୁର୍ବଳତା ଅଛି ନବୀନ ପଟ୍ଟନାୟକଙ୍କର ଯେ ଜଣକ ଲାଗି ତାଙ୍କରି ଦଳର ଲୋକମାନେ ଯେତେବେଳେ କହୁଛନ୍ତି ଯେ ଏଇ ଜଣେ ଲୋକ ପାଇଁ ଆମ ଦଳ ହାରିଲା, ପୁଣି ତାଙ୍କୁ ଏ ପ୍ରକାର ଦାୟିତ୍ୱ ଘର ଭିତରେ ଅନ୍ୟମାନଙ୍କର ଅଗୋଚରରେ ପୁଣି ତାଙ୍କୁ ଦାୟିତ୍ୱ ଦେବା, ଲୋକଙ୍କ ସହିତ ଆଲୋଚନା କରିବା, ତାଙ୍କୁ ଆସି ଲୋକ ଭେଟିବା, ସିଏ ଦଳ ପାଇଁ ଏଇ ନିଷ୍ପତ୍ତି ନେବା, କ'ଣ କାରଣ? କ'ଣ ନିଶ୍ଚୟ କିଛି କାରଣ ଥିବ। ନହେଲେ ନବୀନ ପଟ୍ଟନାୟକ ନିର୍ବାଚନ ପରେ ମଧ୍ୟ ଅନେକ ବାର ତାଙ୍କୁ ପ୍ରଶଂସା କରି କହିଛନ୍ତି। କାହିଁକି? ଏବେ ତ ପୁଣି ଦାୟିତ୍ୱ ଦେଲେଣି, କାହିଁକି? କିଛି ତ ଥିବ ନା, କିଛି ତ ଥିବ। ଇଏ ଆମେ ସମସ୍ତେ ଯାହା ଅନୁଭବ କରିପାରୁଛୁ, ଇଏ ଆଗକୁ ଆହୁରି କିଛି ଭିନ୍ନ ମୋଡ଼ ନେଇପାରେ ଏ କଥା। କାହିଁକିନା ଦଳ ଭିତରେ ସମସ୍ତେ ଯେ ହୁଏତ ମୋ ଦଳର ସଭାପତି ଭାବିଥାଇପାରନ୍ତି ଯେ ମୁଁ ଯାହା କଲେ ବି ଚାଲିବ, କିଛି ଅସୁବିଧା ନାହିଁ। ଏମାନେ କେବେ ଯେ ପାର୍ଟି କରିଥିଲେ ଯେ ଯେଉଁମାନେ ରାଜନୀତିରେ ଅଛନ୍ତି ଏକଥା ସତ, ନୀତି ଆଦର୍ଶ ଆତ୍ମସମ୍ମାନ ଏହାର ମହତ୍ତ୍ୱ ଅଧିକା, ଯଥେଷ୍ଟ ଅଧିକା। ଆପଣ ଯଦି କହିବେ ମୁଁ ରାଜନୀତିରେ ଅଛି, ସାମାନ୍ୟ ନୀତିକି ବି ଅନୁସରଣ କରିବିନି, ଆଦର୍ଶକୁ ବି ଅନୁସରଣ କରିବିନି, ମୋର କିଛି ନାହିଁ, ମୁଁ ମୋର ନିଜ ହାତରେ 14 ପା ହେଇକି ଚାଲିବି, ଆଜ୍ଞା ଚାଲିବନି। ରାଜନୀତିରେ ଲୋକମାନେ ଯେଉଁମାନେ ରାଜନୀତିରେ ଥାଆନ୍ତି ତାଙ୍କୁ ସାଧାରଣ ଲୋକମାନେ ନିଜର ରୋଲ ମଡେଲ ବୋଲିକିରି ଭାବିଥାନ୍ତି। ଆପଣ ସେ ପଞ୍ଚାୟତ ସ୍ତରରେ ଜଣେ ଛୋଟିଆ ନେତା ହେଇଥାନ୍ତୁ କି ରାଜ୍ୟ ସ୍ତରରେ କି ଜାତୀୟ ସ୍ତରରେ ବଡ଼ ନେତା ହେଇଥାନ୍ତୁ, ସେଇ ବଡ଼ ଛୋଟର କିଛି ମାନେ ନାହିଁ। ସାଧାରଣ ଲୋକେ ନେତାଙ୍କୁ ସମ୍ମାନ ଦିଅନ୍ତି, କାହିଁକି ନା ତାଙ୍କ ଭିତରେ ଗୋଟେ ନୀତି ଆଦର୍ଶ এইটাକୁ ସେମାନେ ଦେଖିଥାନ୍ତି। କିନ୍ତୁ ଯଦି ମୁଖ୍ୟମନ୍ତ୍ରୀ ଭାବିଥିବେ କ'ଣ ଏମାନେ ତ ସେତେବେଳେ ତ କାହିଁ କିଛି କେହି ପ୍ରତିବାଦ କଲେନି, ଏବେ ନିର୍ବାଚନରେ ହାରିଗଲା ପରେ କିଏ କେଉଁଠି କ'ଣ କିଛି କହୁଛନ୍ତି, ତେଣୁ କିଛି ହେବନି। ହେଇଥାଇପାରେ ତାଙ୍କର ଯାହା ଭାବିଲେ ସେ ସେଇଆ କଲେ, କିନ୍ତୁ ପ୍ରକୃତିରେ ଯେ ଏଇଆ ହେବ ସେ କଥା କେହି କହିପାରିବେନି। ତେଣୁ
नवीन पट्टनायक जदि पुणी दायित्व दौरान बा एनकरेज करुँच वीके पांड्यान को धीरे 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 दलर यही सब कम कर आग को आसवाई मु तो भावुँ दलर समस्ते जे 2024 रु किसी शिखी ना एक भाविया भूल कौ मोड़ नब दल आग को केवल आम ताको देखा बाकी रहा या तो चर्चा होची ना पावर कॉरिडोर समस्त ये कथा आलोचना कर आम आग को देखा पुणी कौन हो। नमस्कार।